সেটাই। হ্যাঁ, সেই সাইডটা রক্ষিলা দেখছিল প্লেয়ার আসছিল। হ্যাঁ, এই তো সব দেখতে মনে হচ্ছে সে আর কি সব আরো মনে হচ্ছে। এটা তোমরা রক্ষিত একদম থাকে গেছে। ଏବେ ଗୋଟେ ରଖିବ ତମ free ହିସାବରେ। ଯଦି ରଖ କି ଯାଏ ଏଠି ନହେଲେ ବସ ସେଇଠି ବି ପଡିବ। ଖାଲି ଲାଇଫ ବିଷୟରେ ତାଙ୍କର ଜୀବନୀ ସେଥିରେ କଣ କଣ ରହିବ ନା ତାଙ୍କର education, କୋଉଠି ତାଙ୍କର ପଢାପଢି ଷ୍ଟାର୍ଟ ହେଲା କଣ ନାହିଁ, ତାଙ୍କର ପଲିଟିକାଲ ହିଷ୍ଟ୍ରି କହିଲେ କଣ ଆସିବ, କିଏ ଯୋଉ ଫାର୍ଷ୍ଟ ତାଙ୍କର ଯୋଉ ମ୍ୟାରେଜ ହେଲା କଣ ହେଲା ନା ସମସ୍ତଙ୍କ ସହ ତାଙ୍କ ଶତ୍ରୁତା ହେଇଯାଇଥିଲା। ତ ତାପରେ ସିଏ ଜଣେ ଯୋଉ କଣ ହେଲେ ରାଇଟର ଏଡିଟ ଏସବୁ ହିସାବରେ ଉପାଧି ନା ତାପରେ ସେ କଣ କରିବେ ତ୍ରିଶକ୍ତି ମେଣ୍ଟ ହେଲା ତ୍ରିଶକ୍ତି ମେଣ୍ଟ ୱାର୍ଲଡ ୱାରରେ ପଡିଯିବ। ତାପରେ ରହିଲା এই ତ୍ରିଶକ୍ତି ମେଣ୍ଟ ଗଠନ ପରେ ତାଙ୍କର ବିଜୟ ଅଭିଯାନ ବାହାନ ଭିକ୍ଟୋରୀ କ୍ୟାମ୍ପେନ୍ ସେଇଠୁ ରହିଲା ଗୋଲ। ତାପରେ ରହିଲା ଜର୍ମାନ ସେମିତି ବହୁତ ଗୁଡା ଅଛି, ଆଠ ଦଶଟା ଖାଲି ଅଛି ଭିଡି ଭିଡି ଭିସି ପର୍ଯ୍ୟନ୍ତ ଚାଲିବ। ତ ଆଗେ ଏତିକି ବୁଝିନବା ତାପରେ ଜୁଲିୟସ ସିଜର ରୋମରେ
ଜଣେ ଏମିତି ପ୍ରତିଷ୍ଠକ ଥିଲେ ଯେ କି ରୋମର ସାମ୍ରାଜ୍ୟକୁ କଣ କରିଥିଲେ ବହୁ ଭାବରେ ଉଚ୍ଚାକୁ ଆଣିଥିଲେ। ତାଙ୍କର ଶକ୍ତି, ତାଙ୍କର ସାମର୍ଥ୍ୟ, ତାଙ୍କର ସୈନ୍ୟ ଚାଳନାର ବଳ ମାଧ୍ୟମରେ ସେ କଣ କରିଥିଲେ ସମଗ୍ର ରୋମରେ ସେ କଣ କରିଥିଲେ ନା ରାଜନୀତି ଠାରୁ ଇତିହାସ ଲେଖିବା ପର୍ଯ୍ୟନ୍ତ ସବୁ କିଛି ସେ କରିଥିଲେ। ମାନେ ସେ ଯଦି ଆମେ କହିବା ବହୁତ ଜ୍ଞାନୀ ଲୋକ ନଲେଜେବଲ ପର୍ସନ ଯିଏ କି କଣ ନା ରୋମର ରାଜନୀତିକୁ ଷ୍ଟାର୍ଟ କରି କୋଉଠି ଯାଇ ଏଣ୍ଡ କଲେ ନା ହିଷ୍ଟ୍ରି ପର୍ଯ୍ୟନ୍ତ। ସେ ଜଣେ ହିଷ୍ଟୋରିଆନ ଥିଲେ, ସେ ଜଣେ ବହୁତ କିଛି ପଲିଟିସିଆନ ମଧ୍ୟ ଥିଲେ। ତ ଏଇ ସବୁ ବିଷୟରେ ଆମେ ଦେଖିବା ତାଙ୍କର ଜନ୍ମ ହଉଛି କଣ ହଉଛି BCE ତ ଜୁଲି ନାମକ ପରି ଜୁଲି ଫ୍ୟାମିଲି ବୁଝିପାରିଲ। ଏବେ ବୁଝି ହବ ନା ପୁଣି ଓଡିଆରେ ଲେଖିବି ଓଡିଆ ଏଟା 100 ଖ୍ରୀଷ୍ଟ ପୂର୍ବ ଜୁଲି ନାମକ ଏକ ପରିବାରରେ କଣ କରିଥିଲେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଫାଦର ଥିଲେ ବାପା ଥିଲେ ଗାୟସ ସିଜର। ତାଙ୍କ ବାପା କିଏ ଥିଲେ ଗାୟସ ସିଜର ଏବଂ ମାତା ଥିଲେ ଆଉରେଲିଆ। He has three wives ମାନେ ତା ବାପା ନୁହେଁ ୟୁଲିୟସ ସିଜର ହେଲା ତାଙ୍କର ତିନିଟା ୱାଇଫ ତା ଭିତରୁ ଦିଟା ହଉଛି ଲିଗାଲ ଗୋଟେ ହଉଛି ଇଲିଗାଲ ଗୋଟେ ଇଲିଗାଲ ସେ ବାହା ହେଇନି ସେ ରହିଥିଲା ନା ତାଙ୍କ ସହ କିଏ ରଖୁ ତା ଭିତରୁ ଖ୍ରୀଷ୍ଟପୂର୍ବ 100ରେ ଜୁଲି ନାମକ ଏକ ପରିବାର ଗୋଟେ ରୋମର ଜୁଲି ନାମକ ଏକ ପରିବାରରେ ଜୁଲିୟସ ସିଜରଙ୍କର ଜନ୍ମ ହୁଏ। ତାଙ୍କର ବାପା ଥିଲେ ଗାୟସ ସିଜର ଯିଏ କି ଜଣେ ପ୍ରାଇଟର। ପ୍ରାଇଟର ମାନେ କଣ ସମାଜରେ ସବୁଠାରୁ ଶକ୍ତିଶାଳୀ ଥିଲେ କଂସ। କଂସ ଦୁଇ ଜଣ ରାଜା କଂସ ରହିବେ ଦୁଇ ଜଣ ତାପରେ ଆସିବ ପ୍ରାଇଟର ତାପରେ ହିସାବରେ ତାହେଲେ ପ୍ରାଇଟର ଥିଲେ ମାନେ ଯିଏ କି ଯୁଦ୍ଧ କ୍ଷେତ୍ରରେ ୱାର ଫିଲ୍ଡରେ କଣ କରିବ ନା ଇଏ କଂସକୁ କଣ କରିବ କଂସକୁ ମାନେ କଂସ ହଉଛି ସବୁଠାରୁ ପାୱାରଫୁଲ ତା ତଳେ ଥିଲେ ପ୍ରାଇଟର। ଗାଇସ ସିଜର କଣ ଥିଲେ ଜଣେ ପ୍ରାଇଟର ଥିଲେ। ତାଙ୍କ ମାତା ଥିଲେ କିଏ ଆଉରେଲିଆ। ଏବେ ବି ଏମିତି ପଏଣ୍ଟ କରିକି ଲେଖିବ ତାପରେ ତମେ ଯେ କହିଲେ ଯେ ଏସେ ଟାଇପ ର ଲେଖିବ ନାହିଁ ହେଲା ସର୍ଟ କରିଦବ ମୋ ପାଇଁ ଇଜି ହବ ବନ୍ଦ କରିଦେଲେ ଏଇ ସରିଲା ତ ସେଇଠି ଲେଖିବନି ଯେ ଖ୍ରୀଷ୍ଟପୂର୍ବ 100ରେ ରୋମ ଫ୍ୟାମିଲି ନେମ କଣ ଜୁଲି ହେଲା ଫାଦର ପଏଣ୍ଟ ପଏଣ୍ଟ କରିକି ଲେଖିବ ବୁଝିପାରିଲ। ତାପରେ ଆସିଲେ ତାଙ୍କର ଗ୍ରୁପ ଟା କେମିତି ଥିଲା ଆଉ ପୁଅ ମୁଁ ଯିବି ସେ ପର୍ଯ୍ୟନ୍ତ ଆଜି ସେଇ ପର୍ଯ୍ୟନ୍ତ ହିଁ ହେଲା ଇଏ କରିବ ଟିଚର ସେ ଦୁଇ ଜଣ ଟିଚରଙ୍କ ପାଖରେ ପଢିଛନ୍ତି ଆମେ ପ୍ରଥମେ ତ ଗୋଟେ ଲେଖିବା ମାର୍କସ ଆଣ୍ଟୋନିଓ ନିପୋ। ମାର୍କସ ନିଓ ନିପୋ ମାର୍କସ ତାଙ୍କର କଣ ଟିଚର ତାଙ୍କର ଆଉ ଜଣେ
टीचर थे पर टीचर लिखि दूचे एका सागर पुणी अलग अलग कहीं टीचर लिखिले एठी एजाय तांकर कोन बागर बंद आसे टीचर किए रहले मार्कस एंटोनियो निफो काउ जणे रहिले उपन्यास बोलो आगे दी जणक विषय ଯେତେବେଳେ ତାଙ୍କର ପ୍ରଥମ ଗୁରୁ ବା ଟିଚର ମାର୍କସ ଏଣ୍ଟୋନିଓ ନିପୋଙ୍କ ପାଖରେ ପଢୁଥିଲେ ସେତେବେଳେ ତାଙ୍କ ବାପାଙ୍କର ମୃତ୍ୟୁ ହେଇଥିଲା ଗାଏ ସିଜରଙ୍କର ମୃତ୍ୟୁ କିଛି ବର୍ଷ ପରେ ହେଲା କିଛି ବର୍ଷ ପରେ ସେ କଣ କଲେ ନା ବିବାହ କଲେ ସେ ପଢୁଥିବା ସମୟରେ କଣ କଲେ ବିବାହ କଲେ ଏବଂ ତାଙ୍କର ପ୍ରଥମ ସ୍ତ୍ରୀଙ୍କର ନାମ ରହୁଛି କର୍ନେଲିଆ ଏଟା ନାଁଟା ଲେଖିବ ହେଲା ତାକୁ ସେକେଣ୍ଡ ପଢେଇବି କର୍ନେଲିଆ ୱାଇଫ ବିଷୟରେ he has a three wives ବହୁତ ନା ତ ଲେଖି ହବନି ନା ବସ୍ ତମେ ୱାଇଫ ୱାନ ୱାଇଫ ଟୁ କରିକି ଲେଖିବା ହେଲା ଏ ରାଜା ମାନେ ବହୁତ କିଛି କରିପାରନ୍ତି ଦଶରଥଙ୍କର କେତେଟା ସ୍ତ୍ରୀ ସେତେବେଳେ ତମେ ଟିକେ କ୍ୱେଶ୍ଚନ କର କର୍ନେଲିଆ ବୁଝିପାରିଲ ସେକେଣ୍ଡ ଆସିଲେ କାଲିଫର୍ଣ୍ଣିଆ କାଲିଫର୍ଣ୍ଣିଆ କର୍ନେଲିଆ କାଲିଫର୍ଣ୍ଣିଆ ୱାଇଫ ଲିଗାଲି ନଥିଲେ ହେଲା ଯାହାକୁ ଆମେ ସାଧାରଣତଃ କଙ୍କୁବାଇନ କଙ୍କୁବିନ ବୋଲିକି କହିଥାଉ ମାନେ ଯିଏ ବାହା ନ ହେଇକି ସାଙ୍ଗରେ ତାକୁ ଲିଭିଂ ବୋଲି କୁହନ୍ତି କଙ୍କୁବିନର ଅର୍ଥ ହଉଛି କଙ୍କୁବିନର ଅର୍ଥ ହଉଛି ରକ୍ଷିତା ହେଲା କଙ୍କୁବିନ ତାଙ୍କର ନାମ ଥିଲା କ୍ଲିଓପେଟ୍ରା ପେଟ୍ରା କିନ୍ତୁ ଜୁଲିୟସ୍ ସିଜର ଏଇ ଆଲିଲାଟାକୁ ଛାଡିଦେଲେ ତାପରେ ସବୁ କ୍ଲିଓପେଟ୍ରା ପେଟ୍ରା ନା ଏଟା କଙ୍କୁବାଇନ ମାନେ ରଖିଥାଉ ମାନେ ତାକୁ ବାହା ହେଇନଥିଲେ ଇଏ ତାଙ୍କୁ ବାହା ହେଇନଥିଲେ କଣ ହେଇନଥିଲେ ବାହା ହେଇନଥିଲେ ଦେଖିବା ତା ପଛରେ ବି ଷ୍ଟୋରି ବିନା ତ ଇତିହାସ ସମ୍ଭବ ନୁହେଁ ତାହେଲେ ପ୍ରଥମେ କର୍ନେଲିଆ ସେ କଣ କରିଥିଲେ ସେ ଯେତେବେଳେ ପଢୁଥିଲେ ନିକୋଙ୍କ ପାଖରେ ତାପରେ ସେ କଣ କରିଥିଲେ ବିବାହ କରିଥିଲେ କାହାକୁ ନା କର୍ନେଲିଆଙ୍କୁ ଯିଏ କି ସିନାଙ୍କର ଝିଅ ସେ କାହାର ଝିଅ ଥିଲା ସିନା ଡଟର ଅଫ ସିନା ସିନାଙ୍କର ଝିଅ ଥିଲା କିଏ ନା କର୍ନେଲିଆ ବୁଝିପାରିଲ ସିନାଙ୍କର ଝିଅ ଥିଲା କର୍ନେଲିଆ ଯେତେବେଳେ ଆକୁ ଜୁଲିୟସ ସିନା ବିବାହ କରିଥିଲେ ଆଉ ଜଣେ ବ୍ୟକ୍ତି ଥିଲେ ତାଙ୍କ ରାଜ୍ୟରେ ତାଙ୍କର ନାମ ରହୁଛି ସଲ୍ଲା ସିନା ହଉଛନ୍ତି କର୍ନେଲିଆର ବାପା ସିନାଙ୍କର ଝିଅ କିଏ ନା କର୍ନେଲିଆ ବୁଝିପାରିଲ ଯେତେବେଳେ ଜୁଲିୟସ ସିଜର କର୍ନେଲିଆକୁ ବିବାହ କଲେ ସେତେବେଳେ ଏଇ ସଲ୍ଲା ନାମକ ଜଣେ ବ୍ୟକ୍ତି ଯିଏକି କର୍ନେଲିଆକୁ ବିବାହ କରିଥାନ୍ତି
ये कहले कर्नेलिया को जे तुम जूलियस सीजर को कोन दियो डिवोर्स से जूलियस सीजर को कोन कहले ए कर्नेलिया को कोन कहले डिवोर्स दियो डिवोर्स कथा किए कहला सल्ला कहला डिवोर्स बड़े भी अब तो बाकी ना पूरा लिखी कंफ्यूजन है जो जे काली Sad. 98. Now have it GPS. सदा तांको प्रॉपर दउथिले माने से ताको आईडिया दउथिले दे रिपोर्ट देते माने बहिरे तमो पहिले मेंशन करा जाय से ताको बाहावा ପାଇଁ बहुत चाहुथिले बोले तमे फेर मेंशन करिवनी देखो एबे आउथरे बुझिबा जो कर्नेलिया जहाँ को जूलियस सीजर विवाह करथिले से होचंती ना कहार ना सिद्धांतर झियो बुझि पारलो ता झियो सिन्हा बाबूकर झियो बुझि क्लियर हलो किंतु कर्नेलिया को एई सल्ला नामक जड़े व्यक्ति कौन कले बुझे जे तू ताको कोन दे दे छाड़ पत्र दे बुझि पारलो कोन देबा पई छाड़ पत्र दे किंतु जूलियस सीजर काट भाई केटा ताको छाड़ी से कोन कला ताको देके पळो से एरिया रे रहिबोनी ना से ताको नेकी गला हम देखिबा प्रथमे रोम गला प्रथमे कोडी गला रोम से जूलियस माने सीजर को डायरेक्ट से कोन कले कर्नेलिया को धरी कोडी फ्लेड हेले टू टू रोम एंड इटाली रोम तापर गले इटाली जानिथिबो समस्त बुझि पारलो कोन एई बाबूंकर मृत्यु हेला सल्लांकर मृत्यु हेला 78 ଯେତେବେଳେ ଜୁଲିୟସ୍ ସିଜରକୁ 22 ଇୟର କାହାକୁ ଜୁଲିୟସ୍ ସିଜର କାରଣ ସେ ସମୟରେ ହେଇଥିଲେ କିଏ ତାଙ୍କର ଝିଅ କିଏ अच्छा କିନ୍ତୁ କର୍ନେଲିଆକୁ ବୁଝେଇଲା କିଏ ସଲା କହିଲା ତୁ ତାକୁ ଡିଭୋର୍ସ ଦେଇଦେ ମୁଁ କଣ କରିବି ଡିଭୋର୍ସ ଦେବା ପାଇଁ କହିବି ଜୁଲିୟସ୍ ସିଜରକୁ ମାରିଦେ ତ ଜୁଲିୟସ୍ ସିଜର ସେଠି କଣ କଲେ ସେ କହିଲେ ଏଠି ରହିଲେ ମୁଁ ତ ମରିବି ସେଇଥିପାଇଁ ସିଏ କର୍ନେଲିଆକୁ ଧରିକି କୋଉଠି ପଳେଇଲେ ରୋମକୁ ପଳେଇଲେ ଏବଂ 78 BCE ରେ ଯେତେବେଳେ 22 ଇୟର୍ସ ତାକୁ ତାକୁ 22 ବର୍ଷ ହେଇଥିଲା କାହାକୁ ତାକୁ 78 BC ରେ ସଲାଙ୍କର ସଲା ଭାଇକା ମୃତ୍ୟୁ ବୁଝିପାରିଲ ଏବେ ବି କ୍ଲିୟର ହେଇନ ଏବେ ବି କ୍ଲିୟର ହେଇନ କ୍ଲିୟର ହେଇଛ ଛ କ୍ଲିୟର ହେଇଲ ମାନେ କଣ ଦେଖ କର୍ନେଲିଆକୁ ବିବାହ କଲେ ଜୁଲିୟସ୍ ସେ କାହାର ଝିଅ ଥିଲେ ତାଙ୍କର ଝିଅ କିନ୍ତୁ ସଲା କର୍ନେଲିଆକୁ ବୁଝେଇଲେ କଣ ଯେ ତମେ ଜୁଲିୟସ୍ ସିଜରକୁ ଛାଡପତ୍ର ଦେଇ କିନ୍ତୁ ଜୁଲିୟସ୍ ସିଜର କର୍ନେଲିଆକୁ ଧରିକି କୋଉଠି ପଳେଇଲେ ରୋମରେ ପରବର୍ତ୍ତୀ ସମୟରେ ଇଟାଲୀରେ ଯିବାକୁ ଆରମ୍ଭ କଲେ ତାଙ୍କର ମା ଅଛି ଆଉରେଲିଆ ଏବେ ବି ବଞ୍ଚିଛି ଆଉରେଲିଆ ମରିନି ଆଉରେଲିଆ କାହାର ମା ସିଜରର ମା ସେ ଯୋଉଠି ଥିବା ତାର ସେଠି ରହିଛି ଏବଂ ଯେତେବେଳେ ସଲାଙ୍କର ମୃତ୍ୟୁ ହେଲା ଯିଏକି କାହାକୁ ମାରିବା ପାଇଁ ଚାହୁଁଥିଲା ମରିଗଲା ଆଉ ଡର ନାହିଁ ପଳେଇ ଆସିଲା ବୁଝିପାରିଲ ଖବରଟା କଣ ଆସିବନି କୋଉଠି ତ ଗୋଟେ ଶୁଣିଥିବ ସେ କୋଉଠି ରହୁଥିଲା କହିଲି କଣ ରୋମ ଆଉ ଇଟାଲୀ ଏଟା କଣ ମାନେ କଣ ଗୋଟେ ଦେଶରେ ଯଦି କେହି ଯଦି ମରୁଛି ତାହେଲେ ଜାଣିପାରିବନି କିଏ? ସେ ରାଜା ନଥିଲେ ସେ ଏମିତି ସେ ଜାଗାକୁ ଯାଉ ତମେ ଏଇଠି ଆସିନ ତମ ଘର କୋଉଠି
କହିବା ତମ ଖବର ରଖୁଛ ଘରର ଆଖପାଖ ସାଙ୍ଗସାଥି ବନ୍ଦ କରୁଥିବେ ସାଙ୍ଗସାଥି ମାନଙ୍କୁ କନଫର୍ମ କରିକି ସେ କରିବେନି କି ଆଉ ଟିକେ ବଡ ଆହୁରି କମ ବୁଝିପାରିଲ ଠିକ ସେମିତି କୌଣସି ଗୋଟେ ବାଟରେ ସେ ଖବରଟା ପାଇଥିବେ ହେଲେ କାରଣ ସେ ଡରି ଡରି ରହୁଥିଲେ ସେଇ ବ୍ୟକ୍ତିକୁ ତାହେଲେ ତାର ବେଶୀ ଫୋକସ କାହା ଉପରେ ରହିବ ଯାହାକୁ ଡରୁଛି ତା ଉପରେ ତ ନଜର ରଖୁଛି ନା ସବୁ ଫୋକସ ତାରି ଉପରେ ରହିବ ବୁଝି ଯାଉ ସେ 78 ଦେଖ ମନେ ରଖିବ ସେ କେବେ ହଁ କେବେ ତଳ ମରିବା ପରେ ହଉ ତାପରେ ତାର ମା କିଏ ଥିଲା ତ ଆଉରେଲିଆ ଜୁଲିୟସ ସେମାନଙ୍କୁ ରୋଡସ୍ ଦ୍ୱୀପକୁ ନେଇକି ଯାଇଥିଲେ ରୋଡସ୍ ଆଇଲାଣ୍ଡକୁ ନେଇକି ଯାଇଥିଲେ ଏବଂ ତାଙ୍କର ଯୋଉ ସେକେଣ୍ଡ ଗୁରୁ ତାଙ୍କର ଭଲ ଭଲ ତାଙ୍କର ସେକେଣ୍ଡ ଗୁରୁ ଯିଏ ଥିଲେ ଟିଚର ଥିଲେ ଏପୋଲୋନିୟସ ମଲ୍ଲଙ୍କ ପାଖକୁ ନେଇକି ଗଲେ ଯୋଉଠାରେ କି ତାଙ୍କ ମା ଆଉରେଲିଆ ତ ମା ତାକୁ ନେଇକି ରୋଡସ୍ ଦ୍ୱୀପକୁ ଗଲେ ଦ୍ୱୀପକୁ ନେଇକି ଗଲେ ଆଇଲାଣ୍ଡକୁ ନେଇକି ଗଲେ ସେଠାରେ ସେ ଭଲ ଥିଲେ ତାଙ୍କ ପାଖରେ ତାକୁ ଛାଡିଦେଲେ କଣ ପାଇଁ ଶିକ୍ଷା ପାଇଁ ବୁଝିପାରିଲ ସେ ଏପୋଲୋନିୟସ ଭଲ ସେ ରୋଡସ୍ ଦ୍ୱୀପରେ ରହୁଥିଲେ ସେ କଣ କଲେ ନା ଜୁଲିୟସଙ୍କର ଟିଚର କିଏ ଆଉରେଲିଆ ଯୋଉଠାରେ କି ଜୁଲିୟସ ଯାହା ସବୁ ପଲିଟିକାଲ ଏବଂ ତାର ଯୋଉଟା କୁହନ୍ତି କଣ ପେସେନ୍ସ ସବୁ କିଛି ସେ ବୁଝିପାରିଲ ତା ପାଖକୁ ନେଇକି ଗଲେ ନା ଆଇଲାଣ୍ଡରେ ତାଙ୍କର ଟିଚର କିଏ ହଁ ମଲ୍ଲଙ୍କ ପାଖକୁ ନେଇକି ମଲ୍ଲ ଆଇଲାଣ୍ଡକୁ ନେଇକି ଗଲା କିଏ ନେଇକି ଗଲା ନା ତା ମା ହଉଛି ଆଉରେଲିଆ ଆସିଲେ 78 ଆଉ ଯୋଉ ବାକି ଜିନିଷ ସବୁ ରହିଲା ସେ ଜିନିଷକୁ ଟ୍ରେନ କରିବା ପାଇଁ ବା ଏଜୁକେଟ କରିବା ପାଇଁ ତା ମା କଣ କଲେ ନା ରୋଡସ୍ ଆଇଲାଣ୍ଡକୁ ପଠେଇଲେ ଆଉରେଲିଆ 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 ଙ୍କର ମା ତାକୁ ରୋଡସ୍ ଦ୍ୱୀପକୁ ନେଇକି ଗଲେ ସେଠି ତାଙ୍କୁ ଟ୍ରେନ ଯୋଉଠାରେ କି ସେ ଶିଖିଥିଲେ କଠିନ ଆତ୍ମସଂଯମ ବା ସେଲ୍ଫ ରେସ୍ପେକ୍ଟ ଏଫିସିଏନ୍ସି କର୍ମ ତତ୍ପରତା ଯୋଉଟାରେ ସେ କଣ ଶିଖିଥିଲେ କର୍ମ ତତ୍ପରତା ଏଫିସିଏନ୍ସି ଏଫିସିଏନ୍ସି ଶିଖିଲେ ତାପରେ ରହିଲେ କଠିନ ଆତ୍ମସଂଯମ ତାପରେ ରହିଲା ପେସେନ୍ସ କାର୍ଯ୍ୟ ହଉନାହିଁ ଥରେ ହଉନି ଦିଥର ନହେଲା ବେଳକୁ ଆମେ ସେ ଜିନିଷ ମାଗିବୁ ମାନେ ଆମର ରହୁନି କିନ୍ତୁ ତାକୁ ସେଇଟା କଣ କଲେ ଶିଖିବାକୁ ପଡିବ ଯୋଉ ଜିନିଷଟା ଏବେ ହଉନି ସେକେଣ୍ଡ ଟାଇମ ଟ୍ରାଏ କର ଟ୍ରାଏ କର ଫୋର ଫିଫ୍ଥ ଏମିତି ଟ୍ରାଏ କରୁ କରୁ ହବ ତାହେଲେ ଏଇ ସବୁ ହିଁ ଶିଖିଥିଲେ ଆଉ କଣ ନା ଧୈର୍ଯ୍ୟ ପେସେନ୍ସ ହେଲା ଏଇ ସବୁ ଜିନିଷ ସେ କଣ କରିଥିଲେ ଶିକ୍ଷା ଲାଭ କରିଥିଲେ କାହା ପାଖରୁ ମଲ୍ଲଙ୍କ ପାଖରୁ ମଲ୍ଲ ତାଙ୍କର ପାଖରେ ଟିକେ ତାଙ୍କର ଏତେ କୁହ
ये तीनटा बाहा ହେଇଥିଲେ କାହାକୁ ବାପା ରହୁଛି ଗାୟତ୍ରୀ ଗାୟତ୍ରୀ ଗୋଟେ ମାତ୍ର ଅରେଲିଆ ହଁ ତିନିଟା ବ୍ୟାଗ ଖାଇଲା ବେଳେ ତ ଚାଉଳ ଗୁଡା ନେଇକି ଆସିବା ଝାରସୁଗୁଡା ନେଇ ଯାଉ ରେଭେନ୍ସାରେ 70% ହଉଛନ୍ତି ହେଲେ ଅଟୋମେଟିକ ସମ୍ବଲପୁର ଆଉ କୋଉଠି ଥିଲେ ସେ ଶିଖିଗଲେ ହେଲା କଠିନ ତତ୍ପରତା ଆତ୍ମସଂଯମ ସେଲ୍ଫ ରେସିଷ୍ଟେନ୍ସ ସବୁ କିଛି ଶିଖିଥିଲେ ଏବେ ଏବଂ ତାଙ୍କର ଏଇ କଠିନ ବଳ ଦ୍ୱାରା ସେ 69 BCE 69 BCE ରେ ସେ କଣ ହେଲେ ନା କ୍ୱେଷ୍ଟର ପଦବୀ କ୍ୱେଷ୍ଟର ପଦବୀ କ୍ୱେଷ୍ଟର ଅର୍ଥ ରହୁଛି ଯେ କି ଟ୍ରେଜର ର ସବୁ କିଛି ଦାୟିତ୍ୱ କୋଷାଧ୍ୟକ୍ଷ କୋଷାଧ୍ୟକ୍ଷ ट्रेजर एसी वाली ना एसएससी वाली एसी वाली तो ट्रेजर ତାହେଲେ ସେ କୋଷାଧ୍ୟକ୍ଷ ମାନେ କ୍ୱେଷ୍ଟର ପଦବୀ ଫାଷ୍ଟ ସେ କଣ କଲେ ପାଇଲେ ଫାଷ୍ଟ 69 BCE ରେ ବା 69 ଖ୍ରୀଷ୍ଟପୂର୍ବରେ କଣ ହେଲା ନା କ୍ୱେଷ୍ଟର ରୂପେ ଆସିଲେ କ୍ୱେଷ୍ଟର ବୁଝିପାରିଲ ତାପରେ ଆସିଲେ ସେ ଟ୍ରିବ୍ୟୁନ ତାପରେ କିଛି ବର୍ଷ ପରେ ଧୀରେ ଧୀରେ ତାଙ୍କର କୋଉଠି ଆସିଲେ ଟ୍ରିବ୍ୟୁନ ବୁଝିପାରିଲ ଟ୍ରିବ୍ୟୁନ ମାନେ କଣ ହେଲା ରୋମରେ ଦୁଇ ପ୍ରକାର ଲୋକ ଦେଖାଯାଏ ସ୍ଲେଭିଆନ ପାଟ୍ରିସିଆନ ସ୍ଲେଭିଆନ ମାନେ ସ୍ଲେଭ ପାଟ୍ରିସିଆନ ମାନେ ସେମାନେ କଣ କରୁଥିଲେ ପାଟ୍ରିସିଆନ ମାନେ ପ୍ଲେବିଆନ ମାନଙ୍କ ଉପରେ କଣ କରୁଥିଲେ କଣ୍ଟ୍ରୋଲ କରୁଥିଲେ ତ ଏଇ ଯୋଉ ପ୍ଲେବିଆନ ମାନେ ରହିଲେ ମାନେ କଣ କରିବେ ପ୍ରୋଟେକ୍ଟ କରିବେ କାହାକୁ ସ୍ଲେଭ ମାନଙ୍କୁ ଫ୍ରମ ପାଟ୍ରିସିଆନ ପ୍ଲେବିଆନ এটা ଲେଖିଦିଅ ହେଲା ଜାଗା ହବନି ପ୍ଲେବିଆନ ର ଅର୍ଥ କଣ ହେଲା ନା ସ୍ଲେଭ ମାନଙ୍କୁ ପାଟ୍ରିସିଆନ ମାନଙ୍କ କବଳରୁ ରକ୍ଷା କରିବା ସ୍ଲେଭ ମାନଙ୍କୁ ସ୍ଲେଭ ର ଅର୍ଥ ରହୁଛି ଦାସ ବା ଗରିବ ଶ୍ରେଣୀର ଲୋକ ନିମ୍ନ ଶ୍ରେଣୀର ଲୋକ ମୁଁ ସେଟା ପଢି ପାରୁନି ସ୍ଲେଭ ମାନଙ୍କୁ ପାଟ୍ରିସିଆନ ମାନଙ୍କ କବଳରୁ ରକ୍ଷା କରିବାର ଦାୟିତ୍ୱ ଟ୍ରିବ୍ୟୁନ ମାନଙ୍କ ଉପରେ ବୁଝିପାରିଲ ବୁଝିପାରିଲ ଆଉ ଟିକେ ସ୍ଲେଭ ମାନଙ୍କୁ ପାଟ୍ରିସିଆନ ମାନଙ୍କ କବଳରୁ ରକ୍ଷା କରିବା ବା ସୁରକ୍ଷା କରିବାର ଦାୟିତ୍ୱ କାହାର ଥିଲା ଟ୍ରିବ୍ୟୁନ ମାନଙ୍କର ଥିଲା ବୁଝିପାରିଲ ତାପରେ ସେ ଟ୍ରେଜର ଥିଲେ ମାନେ ସେ ସହରରେ ଯେତେ ପ୍ରକାର ତମର ଯୋଉ ଇନକମ ଆସୁଛି ଇନକମ ଟ୍ୟାକ୍ସ ଯାହାକୁ ରୋଜଗାର ହବ ସେଟା ଗୋଟେ କଣ ହବ ଏଟା ଫାଇନାନ୍ସ ଡିପାର୍ଟମେଣ୍ଟ ଯଦି ତମେ କହିବ କେତେ ପଇସା ଆସିଲା କେତେ ପଇସା ଗଲା ତା ବିଷୟରେ ସବୁ କାହାର ଦାୟିତ୍ୱ ଥିଲା ନା ଇନଭେଷ୍ଟର ଦାୟିତ୍ୱ ତାହେଲେ ଇଏ ଟ୍ରେଜରରେ ରହୁଛି କୋଷାଧ୍ୟକ୍ଷ କେତେ ଆସିଲା କେତେ ଗଲା ବୁଝିପାରିଲ ଫାଇନାନ୍ସ ତାପରେ ଆସିଲା ଟ୍ରିବ୍ୟୁନ ତାପରେ ସିଏ ହେଲେ କଣ ନା ଏଡି ତାପରେ ସେ କଣ ହେଲେ ଏଡି ଏଡି ମାନେ ରହିଲେ ସୋଲଜର ବୁଝିପାରିଲ ସେ କଣ ହେଲେ ସୋଲଜର ଏଡି ଲେଖିବ ଏଡି ଲେଖିବ ATIL
ବୁଝିପାରିଲ? ସେ କଣ ଥିଲେ ନା ସୈନିକ ପଦବୀରେ ଥିଲେ। ତାପରେ ଆସିବେ କଂସଲ ଏବଂ ପରବର୍ତ୍ତୀ ସମୟରେ ଦେଖ 69 59 BC ରେ କିଏ ହେଲେ କଣ ନା କଂସଲ। କଂସଲ ଯିଏ କି ହାୟର ଅଫିସର, ବୁଝିପାରିଲ କି? କଂସଲ ହଉଛନ୍ତି ହାୟର ଅଫିସର। ତାପରକୁ ଆସିଲେ କିଙ୍ଗ, ମାନେ କିଙ୍ଗ ତଳେ ଯାହା ପାଖରେ ଅଧିକ ରାଇଟ ପାୱାର ଥିଲା। କଂସଲ ତ 1 ବର୍ଷ ପାଇଁ ରଖାଯାଉଥିଲା, ବୁଝିପାରିଲ? ସେମାନେ କଣ କରିବେ, ଯେହେତୁ dictatorship ତାଙ୍କୁ ସେମାନେ ଦୁଇ ଜଣ କଣ କରିବେ, ଗୋଟେ କରିବେ ଏବଂ ଦି ଜଣଙ୍କ ଭିତରେ ତ କେବେ ବି ସମାନତା ହବନି। ଜଣେ ହଁ କହିଲେ ଜଣେ ତ ନା କହିବେ, ସେଇ ହିସାବରେ ଚାଲୁଛି। ଏବଂ ତାଙ୍କ ଭିତରୁ ଜଣଙ୍କୁ 6 ମାସ ପାଇଁ ଅଧିକ ପାୱାର ଦିଆଯାଏ। 6 ମାସ ଆଗକୁ 6 ମାସ ବାକି। ଆହୁରି ଅଛି ନା, ଟ୍ରିବ୍ୟୁନ ଅଛି, କମିଶନର ସେଞ୍ଚୁରିଆନ ଅଛି। ଦେଉରା ଅଛି ଏବେ ବି। क्वेश्चन ଆସିବ, କ୍वेଶ୍चन ସେ କେବେ ରୂପେ ମାନେ ଉପାଧି ଗ୍ରହଣ କରିଥିଲେ କେବେ? ଖ୍ରୀଷ୍ଟ କେତେ ବର୍ଷ ହେଇଥିଲା ଭାବିଲ? 59, ତାହେଲେ 100 ରୁ କଣ କରିବ? 59 ମାଇନସ କରିବ। ମାଇନସ ଟା କେମିତି ହୁଏ ମତେ ଟିକେ ଏଠୁ ମାଇନସ କରେ କରିକି ଆସିବେ ନା। ହଁ କାଲି ଯଦି କାଲିର କ୍ଲାସ ଯଦି ଆଜି ହେଇଥାନ୍ତା ତାଙ୍କର ବିଷୟରେ ପଢିବା ତାଙ୍କ ଥିଅର ବିଷୟରେ ମନେ ଅଛି? ଆଜ୍ଞା ଅଛି। ଅଂଶ ନେବା ପରେ ସେ ଆଉ ବ୍ୟକ୍ତିଙ୍କ ସହ ମିଶିଲେ। ଜୁଲିୟସ୍ ସିଜର ଆଉ ବ୍ୟକ୍ତିଙ୍କ ସହ ମିଶିଲେ। ଜଣଙ୍କର ନାମ ରହୁଛି ପମ୍ପେ, ଆଉ ଜଣଙ୍କର ନାମ ରହୁଛି ପମ୍ପେ ଥିଲେ ଯୋଦ୍ଧା। ଦେଖିବ କ୍ରେସାସ ଥିଲା ଜଣେ ଅସାଧୁ और लाइक अडानी ହେଲା अडानी ଠିକ ଅଛି। କର୍ପୋରେଟ ବିଜନେସ କିଏ ରହିଲେ? ତମେ ସେଇଟା ଯାଇ ଦେଖିକି ଆସ ସେ ଖୋଜୁଥିବେ ପଇସାର ଆଦାନ କୁଆଡେ ଗଲା। ଏଇଟା ବୁଝିପାର 59 ଖ୍ରୀଷ୍ଟ ପୂର୍ବରେ ସେ ଯେତେବେଳେ କଂସଲ ହେଲେ, କଂସଲ ହେବା ପରେ ବ୍ୟକ୍ତିଙ୍କ ସହ ତାଙ୍କର ବନ୍ଧୁତ୍ୱ
ସେ ଦୁଇ ଜଣ ବକ୍ତ କଣ ରହିଲେ ବ୍ୟକ୍ତି ରହିଲେ ପମ୍ପେ ଆଉ ପ୍ରେସର। ତାହେଲେ ଏଠି କେତେ ଜଣ ସାଙ୍ଗ ହେଲେ ଟୋଟାଲ ତିନି ଜଣ। ତାହେଲେ କିଏ କିଏ ରହିଲେ କିଏ ରହିଲେ ଟୁ କିଏ ରହିଲେ थ्री। ଏଇ ତିନି ଜଣ ମେଣ୍ଟ ଗଠନ ହେଲା। ତିନି ଜଣ ରହିଲେ ପାୱାରଫୁଲ ହେଲା थ्री ଶକ୍ତି ମେଣ୍ଟ ବା ट्रिपल एंटेन ହେଲା। ଲାଇନ୍ पर ट्रिपल एंटेन ଯାହା ଲେଖିଲେ ସହଜରେ ଯଦି ଆମେ ବୁଝିବା ସହଜରେ ବୁଝିବା ପାଇଁ ଦେଖିବ ଜୁଲିୟସ୍ ସିଜର ପମ୍ପେ ଏବଂ ପ୍ରେସर ଏହି ତିନି ଜଣ ବ୍ୟକ୍ତି ମିଶି ରୋମରେ କଣ କଲେ ନା ମେଣ୍ଟ ଗଠନ କଲେ। ସହଜରେ ବୁଝିବା ତିନି ଜଣ କଣ ଥିଲେ ଫ୍ରେଣ୍ଡସ୍ ट्रिपल एंटेन বা ट्रिपल अलायंस रोमरे अफ्रीका से देखो ये ତାକୁ କେହି ଇଏ କରିପାରିବେ ସେମାନେ ମାଇଗ୍ରେସନ ମାଇଗ୍ରେଟ ଜାଗା କଣ ତ କଣ କରିବେ ତାହେଲେ ଯେତେବେଳେ କିଏ କିଏ ଥିଲେ କ୍ୱେଶ୍ଚନ ଆସିପାରେ ରୋମର କହିଲେ କଣ ବୁଝ ତାହେଲେ ଏଠି ଦେଖ ପମ୍ପେ ଥିଲେ ୱାରିୟର ଯୋଦ୍ଧା ପ୍ରେସର ଥିଲେ ଜଣେ କରପ୍ଟେଡ ବିଜନେସମ୍ୟାନ କାହାକୁ ପ୍ରପୋଜ ହବ ମାଲ ପାଣି ରେଡି ଅଛି ଆରାମରେ ଦିଆ जो ୱାରିୟର ରହିଲେ ତାପରେ ରହିଲେ ଶିବୁ ଏ ରହିଲେ କନସଲ ପାୱାର କିନ୍ତୁ विलेज प्रथम बात किया था जॉनी ये लेकिन कर्नेलिया ଏବଂ ଝିଅ ଯାହାର ନାମ ରହିଲା ଜୁଲିଆ 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 ରହିଲେ କାହାର ଝିଅ ଜୁଲିଆ कर्नेलियाଙ୍କର ଜୁଲିଆ କଣ କଲେ ଜୁଲିଆକୁ ପମ୍ପେଙ୍କ ସହ ବିବାହ ବୁଝିପାରିଲ ବୁଝିପାରିଲନି ପମ୍ପେ ଥିଲେ ଜଣେ ୱାରିୟର କନସଲ କନସଲ କଣ ଦରକାର ମାନେ ଦରକାର ଜଣେ ଯୋଦ୍ଧା ଦରକାର ଯୋଦ୍ଧା ମାନେ ସମ୍ପର୍କଟା କେମିତି କରାଯିବ ତାର ଗୋଟେ ଦିଏ ତା ସହ ମ୍ୟାରେଜ କରେଇ ଦିଅ